ବବୁଲ ସମାର୍କରେ ସ୍ୱାଗତ ଜଣାଉଛି। ଏହା ହେଉଛି ଶ୍ରୀ ଶ୍ରୀ ସୁବନେଶ୍ୱର ମହାଦେବଙ୍କର ମନ୍ଦିର, ଯାହାକି କଟକର ନିଆଳିରେ ଅବସ୍ଥିତ। ଏ ବାବା ଜଣକ ହେଉଛନ୍ତି ଶ୍ରୀ ଶ୍ରୀ ସୁବନେଶ୍ୱର ମହାଦେବଙ୍କର ସେବାୟତ। ଆଙ୍କ ନାମ ହେଉଛି ଯଶବନ୍ତ ମହାପାତ୍ର। ଇଏ କହନ୍ତି କି ଏଠାକାର ରାଜା ବୈଦ୍ୟନାଥ ମହାପ୍ରଭୁଙ୍କୁ ଏଠାରେ ସ୍ଥାପନ କରିଥିଲେ। ଏହା ହେଉଛି ମନ୍ଦିରର ପ୍ରଥମ ଗେଟ୍, ଯାହାର କି ଏବେ କାମ ଚାଲିଛି। ଏ ସାଇଡରେ ବାଉଣ୍ଡ୍ରି ନଥିବାରୁ ଏବେ ଲୋକ ଯିବା ଆସିବା କରୁଛନ୍ତି। ଏ ନନ୍ଦୀ ମହାରାଜ ଯେଉଁ ଦେଖୁଛନ୍ତି, ଏହା ଓଡ଼ିଶାର ସବୁଠାରୁ ବଡ଼ ନନ୍ଦୀ ମହାରାଜ। ଏହା 2014 ମସିହାରେ ପ୍ରତିଷ୍ଠା ହୋଇଥିଲା। ନିଆଳିର ସୁବନେଶ୍ୱର ମହାଦେବ ତ ଆଗରୁ ତାଙ୍କର ଖ୍ୟାତି ପାଇଁ ପରିଚିତ ଥିଲେ, କିନ୍ତୁ ବର୍ତ୍ତମାନ ଏହି ନନ୍ଦୀ ମହାରାଜ ତାଙ୍କୁ ଓଡ଼ିଶାର କୋଣ ଅନୁକୋଣରେ ପରିଚିତ କରାଉଛି, କାରଣ ଏହା ପ୍ରାୟତଃ 2 ମହଲା କୋଠା ଉଞ୍ଚା ହେବ। ଆପଣ ଏବେ ଯେଉଁଟା ଦେଖୁଛନ୍ତି, ଏହା ହେଉଛି ଶ୍ରୀ ଶ୍ରୀ ସୁବନେଶ୍ୱର ମହାଦେବଙ୍କର ଯଜ୍ଞ ମନ୍ଦିର। ମୁଁ ଯାଇଥିଲି ଶ୍ରାବଣ ମାସର ସୋମବାର ଦିନ, ତ ସେଥିପାଇଁ ଭକ୍ତମାନଙ୍କର ଜବର ଭିଡ଼ ଥିଲା। ଦୂରଦୂରାନ୍ତରରୁ ଭକ୍ତମାନେ ତାଙ୍କର ମନସ୍କାମନା ନେଇ ବାବା ସୁବନେଶ୍ୱର ମହାଦେବଙ୍କ ପାଖକୁ ଆସିଥିଲେ। ଏହି ମନ୍ଦିରଟି ପୂର୍ଣ୍ଣତୟା ପ୍ରାଚୀ ନଦୀ କୂଳରେ ସ୍ଥାପନ ହୋଇଛି। ପ୍ରଥମେ ମହାପ୍ରଭୁ ବଇଁଚି କୋଳି ଗଛ ତଳେ ଏକ ହୁଙ୍କାରେ ରହୁଥିଲେ। ରାଜା ବୈଦ୍ୟନାଥଙ୍କୁ ଇଏ ସ୍ୱପ୍ନାତ କରିଥିଲେ, ଯାହାଫଳରେ ବୈଦ୍ୟନାଥଙ୍କୁ ଆଣି ପୂର୍ଣ୍ଣ ଭାବରେ ପ୍ରତିଷ୍ଠା କରିଥିଲେ। ଏହା ହେଉଛି ସେହି ମନ୍ଦିର ଯେଉଁଟାକି ରାଜା ବୈଦ୍ୟନାଥ ସ୍ଥାପନା କରିଥିଲେ। କିନ୍ତୁ ବନ୍ଧୁଗଣ, ଆମେ ଏବେ ଭଗବାନଙ୍କର ଆହୁରି ନିକଟକୁ ଯିବା। ଆପଣ ଯେଉଁ ପସ୍ତର ଦେଖୁଛନ୍ତି ଧଳା କଲରର ଆଗରେ, ସେହା ହେଉଛି 9 କଣିଆ ପସ୍ତର। କାରଣ ଏହି ପସ୍ତର ମଧ୍ୟରେ ଭଗବାନଙ୍କର ତମ୍ଭା ମୁଣ୍ଡ ଅଛି। କୁହାଯାଏ ଯେ ଥାନା କୋର୍ଟ କଚେରୀରେ ଯେଉଁ ବିଚାର ନ ହୋଇପାରେ, ମହାପ୍ରଭୁ ନିଜେ ବସି ଏଇଠାରେ ବିଚାର କରନ୍ତି। ଆଉ ଯିଏ ମିଛ କହେ କୁଆଡ଼େ ତାର ସେଇଠାରେ ଭଗବାନ ତାକୁ ମୃତ୍ୟୁଦଣ୍ଡ ଦେଇଦିଅନ୍ତି। ସେଇଥିପାଇଁ ସୁବନେଶ୍ୱର ମହାଦେବ ଏହି ଅଞ୍ଚଳର ଏକ ବଡ଼ ନ୍ୟାୟଦାତା ଭାବରେ କୋଣ ଅନୁକୋଣରେ ପରିଚିତ। ଚାଲନ୍ତୁ ଆମେ ସ୍ୱୟଂ ମହାପ୍ରଭୁ ଶ୍ରୀ ଶ୍ରୀ ସୁବନେଶ୍ୱର ମହାଦେବଙ୍କୁ ଆମେ ନିଜ ଆଖିରେ ଟିକେ ଦୃଶ୍ୟମାନ କରି ନିଜ ମନକୁ ମୁଗ୍ଧ କରିଦେବା। ଇଏ ହେଉଛନ୍ତି ଶ୍ରୀ ଶ୍ରୀ ସୁବନେଶ୍ୱର ମହାଦେବ। ଚାଲନ୍ତୁ ଏବେ ଆମେ ବୁଲି ଆସିବା ମନ୍ଦିରର ଚତୁଃପାର୍ଶ୍ୱର ଦୃଶ୍ୟ। ଏହା ହେଉଛି ଭକ୍ତମାନଙ୍କର ବିଶ୍ରାମଶାଳା। ଏଠାରେ ଏକ ବଜରଙ୍ଗବାଲୀଙ୍କର ମୂର୍ତ୍ତି ଅଛି। ଏହି ଦେବୀ ମାତାଙ୍କର ନାଁ ମୁଁ ଜାଣିନାହିଁ। ଆପଣ ଯଦି ଜାଣିଥିବେ କମେଣ୍ଟ ମାଧ୍ୟମରେ ଜଣାଇବେ। ଏହି ଦେବୀ ମାତା ଜଣକ ଏକ ଶିଶୁକୁ ନିଜ କୋଳରେ ଧରି ବସିଛନ୍ତି। ଆମେ ଏବେ ମନ୍ଦିରର ପଛର ଆଡ଼କୁ ଚାଲି ଯାଉଛେ। ଏହା ହେଉଛି ମନ୍ଦିରର ଦୃଶ୍ୟ। ଏହିଠାରେ ମନ୍ଦିର ଭିତରେ ଭଗବାନଙ୍କ ଉପରେ ଯେତେକ କ୍ଷୀର ଦ୍ରବ୍ୟ ଢଳାଯାଏ, ସେ ଏହି ସ୍ଥାନ ଦେଇ ବାହାରକୁ ବାହାରି ପଡ଼େ। ଏହା ହେଉଛି ମନ୍ଦିରର ପଛପଟର ଦୃଶ୍ୟ। ଏଠାରେ ଭକ୍ତମାନଙ୍କ ପାଇଁ ସବୁ ପ୍ରକାର ସୁବିଧା ଅଛି, କାରଣ ଯେଉଁଠାରେ ପାଣିର କୌଣସି ବି ଅସୁବିଧା ନାହିଁ। ସବୁଆଡ଼େ ପାଣିର ସମ୍ପୂର୍ଣ୍ଣ ଭାବରେ ସୁଲଭ ମିଳେ। ଏହା ହେଉଛି ମନ୍ଦିରର ପୁରା ପଛପଟର ଦୃଶ୍ୟ।
ଏ ହେଉଛି ମନ୍ଦିରର ଡାହାଣ ପାଖର ଦୃଶ୍ୟ, ଯେଉଁଠାରେ ଏକ ଭଗବାନ ବି ଅଛନ୍ତି। ଚାଲନ୍ତୁ ଏ ଭଗବାନଙ୍କୁ ମଧ୍ୟ ଆପଣଙ୍କୁ ଦର୍ଶନ କରାଉଛି। ଏ ଭଗବାନ ହେଉଛନ୍ତି ଏ ହେଉଛନ୍ତି ବନଦୁର୍ଗା। ଏହିଠାରେ ଆମର ଜ୍ଞାନଦାତା ପ୍ରଭୁ ଶ୍ରୀ ଗଣେଶ ମଧ୍ୟ ସ୍ଥାପନା ହୋଇଛନ୍ତି। ଏ ହେଉଛି ମନ୍ଦିରର ବାମ ପାର୍ଶ୍ୱର ଦୃଶ୍ୟ। ମନ୍ଦିରର ବାମ ପାର୍ଶ୍ୱରେ ମଧ୍ୟ ଏକ ଯଜ୍ଞକୁଣ୍ଡ ଅଛି। ଏ ହେଉଛନ୍ତି ସେହି ମହାଦେବଙ୍କର ଏକ ଅଂଶ ପଶ୍ଚିମେଶ୍ୱର। ଏବେ ଆମେ ମନ୍ଦିରରୁ ପ୍ରସ୍ଥାନ କରୁଛେ ବାହାରକୁ। ଏହା ହେଉଛି ମନ୍ଦିରର ବାହାର ପାଖର ଦୃଶ୍ୟ, ଯେଉଁଠାରେ ମନ୍ଦିରର ସିଧାରେ ଫ୍ରଣ୍ଟରେ ସ୍ୱୟଂ ନନ୍ଦୀ ମହାରାଜା ଅବସ୍ଥିତ ଅଛନ୍ତି। ଚାଲନ୍ତୁ ଏବେ ଆମେ ମନ୍ଦିରର ବଗିଚା ମଧ୍ୟକୁ ଯିବା, ଯେଉଁଠାରେ କି ସ୍ୱୟଂ ମହାପ୍ରଭୁଙ୍କର ମୂର୍ତ୍ତି ଅଛି ଓ ମୂର୍ତ୍ତିର ଚାରିପାଖରେ ପାଣି ବାହାରିବା ପାଇଁ ସିଷ୍ଟମ ବି ଅଛି। ଏଟି ମନ୍ଦିରର ଏକ ସାଇଡରେ ଅବସ୍ଥିତ। ଯଦି ଆପଣ ମନ୍ଦିର ଭିତରକୁ ଯିବେ, ତେବେ ଆପଣଙ୍କ ବାମ ପାର୍ଶ୍ୱରେ ଏହି ମୂର୍ତ୍ତିଟି ପାଇବେ। ମୂର୍ତ୍ତିର ଠିକ୍ ଡାହାଣ ପାଖରେ ଇଏ ହେଉଛି ଗେଷ୍ଟ ହାଉସ୍। ମହାପ୍ରଭୁଙ୍କର ସେବାୟତ ଏଇଠାରେ ରୁହନ୍ତି। ଆପଣ ଶେଷ ପର୍ଯ୍ୟନ୍ତ ଦେଖିଥିବାରୁ ଆପଣଙ୍କୁ ଅଶେଷ ଧନ୍ୟବାଦ।